ଶିଳାନ୍ୟାସ କରିଥିଲୁ ଏବଂ ଜଷ୍ଟ 3 ଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଠାରେ ସେଠି ମଧ୍ୟ ପାଖାପାଖି 12ଟି କମ୍ପାନୀ ସହିତ MOU ଆମର ସାଇନ୍ ହେଲା ପରେ ମାତ୍ର 60 ଦିନ ଭିତରେ ଆମେ ସେ ପ୍ରୋଜେକ୍ଟ ଗୁଡ଼ିକ କିଭଳି ଭାବରେ ସେମାନେ ଆଜି କନଷ୍ଟ୍ରକ୍ସନ କାମ ତାହାର ଶେଷ ପର୍ଯ୍ୟାୟରେ ପହଞ୍ଚାଇ ପାରିଛନ୍ତି ଏବଂ ସେଠି ମଧ୍ୟ କିଛି ପ୍ରୋଜେକ୍ଟର ଶିଳାନ୍ୟାସ ଆମେ କଲୁ। ଏଭଳି ଭାବରେ ଯଦି ଆମେ ଦେଖିବା ତାହେଲେ ମୋଟ ଉପରେ ଉତ୍କର୍ଷ ଓଡ଼ିଶାର ମାତ୍ର 4 ମାସ ମଧ୍ୟରେ ଯେଉଁ 4ଟି ଜାଗାରେ 56ଟି ଶିଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ ହୋଇଛି ସେଥିରେ 1,78 ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି ଯାହା ଆମର 1,10,000 ଯୁବବର୍ଗଙ୍କୁ ରୋଜଗାର ଦେବ। ସେଥିରେ 206ଟି ବଡ଼ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ଯାହା ପୂର୍ବ 5 ବର୍ଷରେ ହାରାହାରି ଅନୁମୋଦନର ପ୍ରାୟ ଡବଲ। ଗତ 5 ବର୍ଷରେ ଯାହା କରାଯାଇଥିଲା ଆମେ ଗୋଟିଏ ବର୍ଷ ଭିତରେ ତାହାର ଡବଲ ଅର୍ଥାତ୍ 206ଟି ବଡ଼ ପ୍ରକଳ୍ପକୁ ଆମେ ଆଜି ଗ୍ରାଉଣ୍ଡିଂ କରାଇ ପାରିଛୁ ଏବଂ ଏଥିରେ ବିଶେଷ କରିକି ଖଣି ଏବଂ ଧାତୁ କ୍ଷେତ୍ର ସହିତ ଆମେ କେମିକାଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ବସ୍ତ୍ର ଓ ବୟନ ଶିଳ୍ପ, ନବୀକରଣ ଶକ୍ତି, ଇଲେକ୍ଟ୍ରୋନିକ୍ସ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ମଧ୍ୟ ବ୍ୟାପକ ନିବେଶ ଆଜି ଆରମ୍ଭ ହୋଇଛି। ଆଗାମୀ ଦିନରେ ନିଶ୍ଚିତ ଭାବରେ ଆଉ କିଛି ପ୍ରୋଜେକ୍ଟକୁ ଆମେ ବିଶେଷ କରିକି ଖଣିଜ ପଦାର୍ଥ ଧାତୁ ଶିଳ୍ପର କେନ୍ଦ୍ର କେବଳ ନୁହଁ ବରଂ ଏହା ସହିତ ଦ୍ରୁତଗତିରେ ଏକ ଡାଇଭର୍ସିଫାଏଡ୍ ଶିଳ୍ପ ଶକ୍ତି କେନ୍ଦ୍ର ମଧ୍ୟ ହେବାକୁ ଯାଉଛି ଓଡ଼ିଶା। ଆଉ ଏହାକୁ ଆଧାର କରି ଆଜି ଯେଉଁ ଆଲୋଚନା ହୋଇଥିଲା ଏବଂ ସେମାନଙ୍କ ସହିତ ବିଚାର ବିମର୍ଶ ହୋଇଥିଲା ଏବଂ ସେମାନେ ମଧ୍ୟ ନିଜର ଷ୍ଟୋରି କହିଥିଲେ କିଭଳି ଭାବରେ ସେମାନେ ଅଲଗା ରାଜ୍ୟରେ ମଧ୍ୟ ସେମାନଙ୍କର ଇଣ୍ଡଷ୍ଟ୍ରି ଥିବା ସତ୍ତ୍ୱେ ଯେତେବେଳେ ଅଫର ଆସିଲା ଓଡ଼ିଶାରୁ ସେମାନେ ଆସିଲେ ଏବଂ ଆସିଲା ପରେ ଯେଭଳି ଭାବରେ ଯେଉଁ ଆମର ଇଣ୍ଡଷ୍ଟ୍ରିଆଲ ପଲିସି ଏବଂ ଇନସେଣ୍ଟିଭ ଯେଭଳି ଭାବରେ ସେମାନଙ୍କର ସହିତ ଗୋଟିଏ କୋଲାବୋରେସନ କରାଗଲା ଏବଂ ସେମାନଙ୍କ ସହିତ ଆଲୋଚନା କରାଗଲା ସେଥିରେ ଉଭୟ ସେକ୍ଟରରେ MSME ସେକ୍ଟରରେ ଏବଂ ଆମର ଇଣ୍ଡଷ୍ଟ୍ରି ସେକ୍ଟରରେ ଇଣ୍ଡଷ୍ଟ୍ରି ମିନିଷ୍ଟର ଏଠି ଅଛନ୍ତି ଏବଂ ଆମର MSME ମନ୍ତ୍ରୀ ମଧ୍ୟ ଅଛନ୍ତି। ଏମାନେ ମଧ୍ୟ ନିଜେ ସେମାନଙ୍କର ସହିତ ଡିପାର୍ଟମେଣ୍ଟ ସହିତ ପ୍ରତ୍ୟେକ ସମୟରେ ଆଲୋଚନା କରିକି ଏ କଥାକୁ ଯେଭଳି ଭାବରେ ଆଜି ଆମେ ଗ୍ରାଉଣ୍ଡ ବ୍ରେକିଂ କରିବାରେ ସଫଳ ହେଇଛୁ ଏବଂ ସେମାନେ ତାଙ୍କର ହିଷ୍ଟ୍ରି ଏବଂ ସେମାନଙ୍କର ଷ୍ଟୋରି ମଧ୍ୟ ଆମ ପାଖରେ ସେମାନେ ରଖିଥିଲେ ଏବଂ ଆଗାମୀ ଦିନରେ ନିଶ୍ଚିତ ଭାବରେ ଯେଉଁ ଆମର ଭିଜନ ଅଛି ଏବଂ ସମୃଦ୍ଧ ଓଡ଼ିଶା କରିବାର ସ୍ୱର୍ଣ୍ଣିମ ସମୃଦ୍ଧ ଓଡ଼ିଶା 2036 ପାଇଁ ଆଉ ସେହି ଆଧାରରେ ଆଜି ଆମେ ତାହାର ଭିତ୍ତି ସ୍ଥାପନା କରିଛୁ। ଆଗାମୀ ଦିନରେ ନିଶ୍ଚିତ ଭାବରେ ଗୋଟିଏ ବର୍ଷ ଭିତରେ ଆମେ ଆଜି ଯେଉଁ ସ୍ତରକୁ ଆଜି ଆମେ ଯାଇଛୁ ମୁଁ ଆଶା କରିବି ନିଶ୍ଚିତ ଭାବରେ ଆଗାମୀ ଦିନରେ ଓଡ଼ିଶା ପାଇଁ ଏକ ଭଲ ସମୟ ଆସୁଛି ଏବଂ ତା ଭିତରେ ନିଶ୍ଚିତ ଭାବରେ ଶିଳ୍ପ କ୍ଷେତ୍ରରେ ଆଜିକାର ପାଇଁ ମୁଁ ନିଶ୍ଚିତ ଭାବରେ କହିବି ଯେ ଶିଳ୍ପ କ୍ଷେତ୍ରରେ ଏବଂ ତା ସହିତ ଭିତ୍ତିଭୂମିକୁ କିଭଳି ଭାବରେ ସୁଦୃଢ଼ କରିବା ପାଇଁ ଡବଲ ଇଞ୍ଜିନ୍ ସରକାରରେ ରେଲର ବିକାଶ, ରେଲର ଭିତ୍ତିଭୂମି, ରୋଡର ଭିତ୍ତିଭୂମି ସହିତ ଆମର ଯେଉଁ 3ଟି କାର୍ଯ୍ୟକ୍ଷମ ଥିବା ବନ୍ଦରର ତାହାର ଅଧିକତାକୁ କିଭଳି ଭାବରେ କାପାସିଟି ବିଲ୍ଡ କରିବା ପାଇଁ ଏବଂ ଆଉ 3ଟି ବନ୍ଦରକୁ ମଧ୍ୟ ଆମେ କିଭଳି ଭାବରେ ଆଗାମୀ ଦିନରେ ତାକୁ ଆଗକୁ ନେବା ପାଇଁ ତାକୁ କାର୍ଯ୍ୟକ୍ରମ କରିବା ପାଇଁ କିଛି ଜେଟିର ଉନ୍ନତି କରିବା ପାଇଁ ଆମେ ବହୁତ ବଡ଼ ପଦକ୍ଷେପ ନେବା ପାଇଁ ଯାଉଛୁ। ଖୁବ୍ ଶୀଘ୍ର ମଧ୍ୟ ତାହା କାର୍ଯ୍ୟକ୍ରମ ହେବା ପାଇଁ ଯାଉଛି ଏବଂ ସେହିଭଳି ଭାବରେ ଆମେ ପ୍ରତ୍ୟେକ କ୍ଷେତ୍ରରେ ଏହାକୁ ଖୁବ୍ ଶୀଘ୍ର ଅର୍ଥାତ୍ ଆଗାମୀ 5 ବର୍ଷ ଭିତରେ ଆମର ଯେଉଁ ଲକ୍ଷ୍ୟ ଥିଲା ତାଠାରୁ ଢେର ଅଧିକା ଆମେ କାର୍ଯ୍ୟକ୍ରମ କରେଇ ଓଡ଼ିଶାକୁ ଅର୍ଥନୈତିକ ଦୃଷ୍ଟିକୋଣରୁ ଆମର ଯେଉଁ ଭିଜନ ଅଛି ଯେ ଆମେ ଏହାକୁ $500 ବିଲିୟନ
ଅର୍ଥନୈତିକ କ୍ଷମତା ଓଡ଼ିଶା ହାସଲ କରିବ ଏବଂ ଆଗାମୀ ଦିନରେ ବିକଶିତ ଭାରତ ପାଇଁ ଗ୍ରୋଥ ଇଞ୍ଜିନର କାମ କରିବ ଯେ କଥା ଆମେ କହୁଛୁ ନିଶ୍ଚିତ ଭାବରେ ସେ ଆଡ଼କୁ ଆମେ ଅଗ୍ରସର ହେଉଛୁ। ଆଜି ବହୁତ ପଜିଟିଭଲି ସକାରାତ୍ମକ ଭାବରେ ଆଲୋଚନା ହୋଇଛି ସମସ୍ତ ଉଦ୍ୟୋଗପତି ମାନଙ୍କର ସହିତ ଷ୍ଟାର୍ଟଅପ୍ ଏଣ୍ଟରପ୍ରେନରସିପ୍ ସହିତ ଯେଉଁମାନେ ମହିଳା ଏଣ୍ଟରପ୍ରେନରସିପ୍ ଯେଉଁମାନେ ଆସିଥିଲେ ସେମାନଙ୍କର ସହିତ ବହୁତ ସୁନ୍ଦର ଆଲୋଚନା ହୋଇଛି। ଆଗାମୀ ଦିନରେ ନିଶ୍ଚିତ ଭାବରେ ଓଡ଼ିଶା ଆଗକୁ ଦ୍ରୁତ ଗତିରେ ଶିଳ୍ପାୟନ କ୍ଷେତ୍ରରେ ଅର୍ଥନୈତିକ ଦୃଷ୍ଟିକୋଣରୁ ଭିତ୍ତିଭୂମି ଦୃଷ୍ଟିକୋଣରୁ ଆଗକୁ ବଢ଼ିବ ଏବଂ ସେଥିପାଇଁ ଆଜିର ଆଲୋଚନା ସଫଳ ହୋଇଛି।